ଇସ୍ରାଏଲ ଇରାନ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ବନ୍ଦ ହୋଇଛି। ଉଭୟ ପକ୍ଷ ସିଜଫାୟାର ଏଗ୍ରିମେଣ୍ଟକୁ ପାଳନ କରୁଛନ୍ତି। ଯଦିଓ ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ସିଜଫାୟାର ଆନାଉନ୍ସମେଣ୍ଟ ପରେ ମଧ୍ୟ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଜାରି ରଖିଥିଲା, ଇରାନ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଥିଲା। ଇସ୍ରାଏଲର ଫାଇଟର ଜେଟ୍ ଇରାନ ଏୟାର ସ୍ପେସ୍ରେ ଥିଲା ବଡ଼ ହାମଲା କରିବା ପାଇଁ। ତେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କର ରିକ୍ୱେଷ୍ଟ ହଉ ବା ଅର୍ଡର ହଉ, ଏ କ୍ରମରେ ଇସ୍ରାଏଲ ତାହାର ଯୁଦ୍ଧ ବିମାନକୁ ଫେରାଇ ଆଣିଛି ଏବଂ ସିଜଫାୟାର ଏଗ୍ରିମେଣ୍ଟ ପାଳନ କରିବା ପାଇଁ ରାଜି ହେଇଛି। ଇରାନ ମଧ୍ୟ ସିଜଫାୟାର ଏଗ୍ରିମେଣ୍ଟ ପାଳନ କରିବା ପାଇଁ ରାଜି ହେଇଛି। ଇଏ ବିଶ୍ୱ ପାଇଁ ଗୋଟେ ଆଶ୍ୱସ୍ତିକର ବିଷୟ। କୌଣସି ପ୍ରକାର ଏ ଯୁଦ୍ଧ ଯୋଉଟାକି ବିଶ୍ୱଯୁଦ୍ଧ 3 ପର୍ଯ୍ୟନ୍ତ ମୁହୁଥିଲା, ସେ ବର୍ତ୍ତମାନ ବନ୍ଦ ରହିଛି। ବିଶ୍ୱଯୁଦ୍ଧ 3 ପର୍ଯ୍ୟନ୍ତ ମୁହୁଥିଲା ମାନେ ଆମେରିକାର ଏ ଯୁଦ୍ଧରେ ଇନଭଲଭମେଣ୍ଟ, ଆମେରିକା ଏ ଯୁଦ୍ଧରେ 21 ତାରିଖ ଦିନ ସିଧା ଇନଭଲ୍ଭ ହୋଇଥିଲା। ଇରାନର 3 ନ୍ୟୁକ୍ଲିୟର ସାଇଟ୍ ଉପରେ ବମ୍ବିଂ କରିଥିଲା, ଷ୍ଟ୍ରାଇକ୍ କରିଥିଲା, ତାର B2 ଷ୍ଟିଲ୍ଥ ବମ୍ବର ଦେଇନାହିଁ। ଇରାନର 3 ନ୍ୟୁକ୍ଲିୟର ସାଇଟ୍ ଉପରେ ଷ୍ଟ୍ରାଇକ୍ କରିଥିଲା ଆଉ ଇରାନର ସବୁ ନ୍ୟୁକ୍ଲିୟର ଫ୍ୟାସିଲିଟିକୁ ଡେଷ୍ଟ୍ରୟ କରିଛି ବୋଲି ଦାବି କରିଥିଲା। ତାର ଜବାବରେ ଇରାନ ଆମେରିକାର ଏୟାରବେସ୍ କାତାରରେ ଥିଲା, ତାରି ଉପରେ ଷ୍ଟ୍ରାଇକ୍ କରିଥିଲା। ଯଦିଓ ଏଥିରେ ବଡ଼ କ୍ଷୟକ୍ଷତି ହେଇଥିବାର ପ୍ରମାଣ ନାହିଁ ବା ଇରାନ ମଧ୍ୟ ଦାବି କରୁନି, ଏକ ସିମ୍ବଲିକ୍ ଆଉ ଲିମିଟେଡ୍ ଷ୍ଟ୍ରାଇକ୍ ଥିଲା ବୋଲି ଇରାନ ଦାବି କରୁଛି ବା ଇରାନ କହିଛି। ଯଦିଓ ଏଥିରେ କୌଣସି ହତାହତ ହେଇଥିବାର ପ୍ରମାଣ ନାହିଁ ବା ଏଥିରେ କୌଣସି ହତାହତ ହେଇଥିବାର ଦାବି ମଧ୍ୟ ଇରାନ କରୁନି। ଇରାନର କହିବା କଥା ହେଲା କି ଇଏ ଗୋଟିଏ ସିମ୍ବଲିକ୍ ଆଉ ଲିମିଟେଡ୍ ଷ୍ଟ୍ରାଇକ୍ ଥିଲା, ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ କି ଆମେରିକା ଯଦି ଏ ଯୁଦ୍ଧରେ ଇନଭଲ୍ଭ ହୁଏ ତାହେଲେ ଇରାନ এই ଯୁଦ୍ଧକୁ ଆହୁରି ଆଗକୁ ବଢ଼େଇ ପାରିବ ବା ବଢ଼େଇ ନେବ। କିନ୍ତୁ ତାର କିଛି ଘଣ୍ଟା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଜଫାୟାର ଆନାଉନ୍ସ କଲେ। ତାପରେ ଯଦିଓ ଇରାନ ଆଉ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଥିଲା କିଛି ସମୟ ପାଇଁ, କିନ୍ତୁ ପରିଶେଷରେ ଉଭୟ ପକ୍ଷ ଯୁଦ୍ଧ ବିରତି ପାଇଁ ରାଜି ହେଇଯାଇଛନ୍ତି। ବର୍ତ୍ତମାନ ଯୁଦ୍ଧ ବିରତି ଚାଲିଛି। ଯୁଦ୍ଧ ବିରତିରେ 3 ପାର୍ଟି ଯେଉଁମାନେ ଏ ଯୁଦ୍ଧରେ ଇନଭଲ୍ଭ ଥିଲେ ସେମାନେ ନିଜ ନିଜର ବିଜୟ ଦାବି କରୁଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ସେ ଇରାନର ସବୁ ନ୍ୟୁକ୍ଲିୟର ପ୍ରୋଜେକ୍ଟକୁ ଧ୍ୱଂସ କରିଦେଇଛନ୍ତି, ଆଉ କୌଣସି ନ୍ୟୁକ୍ଲିୟର ୱେପନ୍ କରିବା ପାଇଁ ଇରାନର କ୍ଷମତା ନାହିଁ। ଯଦିଓ ବି କିଛି ଏନରିଚ୍ଡ ୟୁରାନିୟମ ବଞ୍ଚି ଯାଇଥିବ, ଯାହାଫଳରେ କି ଇରାନ କେବେ ପୁଣି ନ୍ୟୁକ୍ଲିୟର ପ୍ରୋଜେକ୍ଟ ଆରମ୍ଭ କରିବା ପାଇଁ ଚେଷ୍ଟା କରେ, ତାହେଲେ ସେମିତି ଦୃଢ଼ତାର ସହିତ ଇସ୍ରାଏଲ ପୁଣି ଥରେ ଇରାନ ଉପରେ ଆକ୍ରମଣ କରିବ। ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଠିକ୍ ସେ କଥା ବୁଝିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କର କହିବା କଥା ହେଲା କି ବର୍ତ୍ତମାନ ଇରାନ ପାଖରେ କୌଣସି ନ୍ୟୁକ୍ଲିୟର ୱେପନ୍ ଆଉ ବଞ୍ଚିନି, ଆମେ ଆମର ଅବଜେକ୍ଟିଭ ହାସଲ କରିସାରିଛୁ। ତେବେ ସେ ଉଭୟ ପକ୍ଷ ବି ଇରାନକୁ ଆଉ ଇସ୍ରାଏଲକୁ ସିଜଫାୟାର ପାଇଁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ଯେତେ ଦୂର ଏମିତି କୌଣସି ପ୍ରକାର ଦାବିକୁ ଇରାନ ସ୍ୱୀକାର କରୁନି। ତାର ନ୍ୟୁକ୍ଲିୟର ଫ୍ୟାସିଲିଟି ଉପରେ ବହୁତ ବଡ଼ ଯେ କିଛି କ୍ଷତି ହେଇଛି ତାକୁ ଇରାନ ମାନୁନି। ଇରାନ କୌଣସି ସମୟରେ ତାର ନ୍ୟୁକ୍ଲିୟର ପ୍ରୋଜେକ୍ଟ ଆରମ୍ଭ କରିବ ବୋଲି ବା କରିପାରିବ ବୋଲି କହିଛି। ତେବେ ଯେତେ ଦୂର ଇରାନର ନ୍ୟୁକ୍ଲିୟର ଫ୍ୟାସିଲିଟି ଉପରେ ଆକ୍ରମଣ ତାର କ୍ଷୟକ୍ଷତିର କଥା, ଇଣ୍ଟରନ୍ୟାସନାଲ ଆଟମିକ୍ ଏନର୍ଜି ଏଜେନ୍ସି ଏ ନ୍ୟୁକ୍ଲିୟର ଫ୍ୟାସିଲିଟିର କ୍ଷତିରେ କୌଣସି ପ୍ରମାଣ ପାଇନି, ବଡ଼ ଧରଣର କ୍ଷତି ହେଇଥିବା ପ୍ରମାଣ ପାଇନି, କାଟାଷ୍ଟ୍ରୋଫିକ୍ ରେଡିଏସନର କୌଣସି ପ୍ରମାଣ ପାଇନି। ତେଣୁ ସେମିତି ସତରେ କ୍ଷତି ହେଇଛି ତାକୁ ଇଣ୍ଟରନ୍ୟାସନାଲ ଆଟମିକ୍ ଏନର୍ଜି ଏଜେନ୍ସି ଏଣ୍ଡୋର୍ସ କରୁନି। ହେଇଥାଇପାରେ କି ଯାହା ଇରାନ ତରଫରୁ କୁହାଯାଉଛି କି ଷ୍ଟ୍ରାଇକ୍ ପୂର୍ବରୁ ଇରାନ ତାର ଏନରିଚ୍ଡ ୟୁରାନିୟମକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିସାରିଥିଲା। ଆମେରିକାର ଗୋଟିଏ ଇଣ୍ଟେଲିଜେନ୍ସ ଏଜେନ୍ସି, ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସି, ତାର ରିପୋର୍ଟରେ କହିଛି ଯେ ଡୋନାଲ୍ଡ ଟ୍ରମ୍ପ
ତାର ରିପୋର୍ଟରେ କହିଛି ଯେ ଆମେରିକା ପୂର୍ବ ଏୟାରଷ୍ଟ୍ରାଇକ୍ ଦ୍ୱାରା ଇରାନର ନ୍ୟୁକ୍ଲିୟର ଫ୍ୟାସିଲିଟିକୁ ସେମିତି କୌଣସି ବଡ଼ କ୍ଷତି ହେଇନାହିଁ। ଇଏ ମାତ୍ର କିଛି ମାସର କଥା ଯେତେବେଳେ କି ଇରାନ ତାର ନ୍ୟୁକ୍ଲିୟର ପ୍ରୋଜେକ୍ଟ ପୁଣି ଆରମ୍ଭ କରିପାରେ। এই ରିପୋର୍ଟକୁ ଡୋନାଲ୍ଡ ଟ୍ରମ୍ପ ଅସ୍ୱୀକାର କରିଛନ୍ତି। ଯେ କହୁଛନ୍ତି କି ଇଏ ହେଉଛି ଫେକ୍ ନ୍ୟୁଜ୍। ଆମେ ଇରାନର ସବୁ ନ୍ୟୁକ୍ଲିୟର ଫ୍ୟାସିଲିଟିକୁ କମ୍ପ୍ଲିଟଲି ଡିଷ୍ଟ୍ରୟ କରିଦେଇଛୁ। ତେବେ ଇଏ ହେଉଛି ଭିନ୍ନ ଭିନ୍ନ ପକ୍ଷରେ ଭିନ୍ନ ଦାବି। ଆଉ ଯେହେତୁ ବର୍ତ୍ତମାନ ଏମିତି ଯୁଦ୍ଧରେ କୌଣସି ଭର୍ଡିକ୍ଟ ଆସେନି, କୌଣସି ଜଜ୍ ନଥାନ୍ତି କି ଯିଏ ଭର୍ଡିକ୍ଟ ଦେବେ, ତେଣୁକରି ସବୁ ପକ୍ଷ ୟାର ବିଜୟ ଉପରେ ନିଜର ଦାବି ଜାହିର କରିପାରନ୍ତି ଆଉ ଜାହିର କରୁଛନ୍ତି ମଧ୍ୟ। ଇଏ ସେମାନଙ୍କର କନଷ୍ଟିଚ୍ୟୁଏନ୍ସି ପାଇଁ ନିଜ ନିଜ ଦେଶର ଜନତା ଏମିତି ବିଜୟ ରିପୋର୍ଟକୁ ଷ୍ଟେଟମେଣ୍ଟକୁ ବିଶ୍ୱାସ କରିବା ପାଇଁ ପ୍ରସ୍ତୁତ ଥାନ୍ତି ଆଉ ବିଶ୍ୱାସ କରିନିଅନ୍ତି, ସହଜରେ ବିଶ୍ୱାସ କରିନିଅନ୍ତି। ଏମିତି ହେଇଥିବା ଆମେ ବି ଦେଖିଛେ। ଅପରେସନ ସିନ୍ଦୁରରେ ପାକିସ୍ତାନର ଯାବତୀୟ କ୍ଷତି ସତ୍ତ୍ୱେ ପାକିସ୍ତାନର ଏୟାରବେସ୍ ଡ୍ୟାମେଜ ହେଇଛି, ପାକିସ୍ତାନର କ୍ୟାମ୍ପ ଉପରେ ଇଣ୍ଡିଆ ଏୟାର ଷ୍ଟ୍ରାଇକ୍ କରିଛି। ତାପରେ ବି ପାକିସ୍ତାନ ଜନତା ସେମାନଙ୍କର ଲିଡରସିପ୍ର ସେମାନଙ୍କର ଆର୍ମିର କଥାକୁ ବିଶ୍ୱାସ କରି କି ପାକିସ୍ତାନ ଭାରତକୁ କଡ଼ାପ ଜବାବ ବି ତାକୁ ବିଶ୍ୱାସ କରିକି ବିଜୟ ଉତ୍ସବ ପାଳନ କରିସାରିଛନ୍ତି। ଇଏ ସବୁ ଦେଶର ନାଗରିକଙ୍କର ସ୍ୱଭାବରେ ରହିଛି। ସେମାନଙ୍କୁ ବିଶ୍ୱାସ ଏମିତି କଥାକୁ, ଏମିତି ନିଜ ଦେଶର ବିଜୟ କଥାକୁ ଶୁଣିବା ପାଇଁ ସେମାନେ ପ୍ରସ୍ତୁତ ଥାନ୍ତି। ଯେତେ ଦୂର ଏ ଯୁଦ୍ଧ କଥା, ଇସ୍ରାଏଲ ଆଉ ଇରାନ ଯୁଦ୍ଧ କଥା, ଭାରତ ଏ ଯୁଦ୍ଧରେ ତାର ଡିପ୍ଲୋମାଟିକ ବିଜ୍ଞତାର ପରିଚୟ ଦେଇଛି। ଉଭୟ ନିଜର ବନ୍ଧୁ ଦେଶ, ନିଜର ଷ୍ଟ୍ରାଟେଜିକାଲି ଦୁଇ ଇମ୍ପୋର୍ଟାଣ୍ଟ ଦେଶ ମଧ୍ୟରେ ଯୁଦ୍ଧରୁ ସେ ନିଜକୁ ଦୂରରେ ରଖିଛି। ସିଧାସଳଖ କୌଣସି ଦେଶକୁ ସମର୍ଥନ କରେନି। ଯଦିଓ ଅପୋଜିସନର ଦାବି ହେଲା ବା ଅପୋଜିସନର କହିବା ହେଲା କି ଭାରତ ଏ ଯୁଦ୍ଧରେ ଇରାନକୁ ସିଧା ସମର୍ଥନ କରୁ, ୟାକୁ ସୋନିଆ ଗାନ୍ଧୀଙ୍କର ସୋନିଆ ଗାନ୍ଧୀ ୟା ଉପରେ ଗୋଟେ ଆର୍ଟିକଲ ଲେଖିଥିଲେ। ସୋନିଆ ଗାନ୍ଧୀଙ୍କର ଏ ଉଦ୍ୟମକୁ ଭାରତ ଆଉ ଇରାନ ମଧ୍ୟରେ ବର୍ତ୍ତମାନ ପାଇଁ ବଢ଼ି ଉଠୁଥିବା ସମ୍ପର୍କ, ଯିଏକି ଡେଲିକେଟ୍ ଷ୍ଟେଜ୍ରେ ଅଛି, ତାକୁ ହଟ୍ କରିବା ଉଦ୍ଦେଶ୍ୟ ବୋଲି କିଛି ସମୀକ୍ଷକ ବା ଏକ୍ସପର୍ଟ କହୁଛନ୍ତି। ତାଛଡ଼ା ଏହା ମଧ୍ୟ କୁହାଯାଉଛି କି ଭାରତରେ ମୁସଲିମ କମ୍ୟୁନିଟି, ବିଶେଷ କରି ଶିଆ କମ୍ୟୁନିଟି ଇରାନ ସପକ୍ଷରେ ଅଛନ୍ତି। ତେଣୁ ଭାରତ ସରକାରକୁ ଇରାନ ବିରୁଦ୍ଧରେ ଦେଖେଇକି ନରେନ୍ଦ୍ର ମୋଦି ସରକାରଙ୍କ ବିରୁଦ୍ଧରେ ମୁସଲିମ କମ୍ୟୁନିଟି, ବିଶେଷ କରି ଶିଆ କମ୍ୟୁନିଟିକୁ ଛିଡ଼ା କରିବା ପାଇଁ ଇଏ ଏକ ପ୍ରୟାସ। ତେବେ ଭାରତ ସରକାର ଏ ଯୁଦ୍ଧରେ ଇସ୍ରାଏଲ ଏବଂ ଇରାନ ଠାରୁ ସମାନ ଦୂରତା ରକ୍ଷା କରିଥିଲେ ଏବଂ କୌଣସି ପକ୍ଷକୁ ସିଧା ସମର୍ଥନ କରିନାହାନ୍ତି। ବାକି ଇଏ ବଡ଼ ଡିବେଟର ବିଷୟ କି ଯଦି ଯୁଦ୍ଧ ଆଗକୁ ଚାଲିଥାନ୍ତା ତାହେଲେ ଭାରତ ଏଥିରେ କୌଣସି ପକ୍ଷକୁ ସମର୍ଥନ କରିଥାନ୍ତା କି? ଆଉ ଏହା ମଧ୍ୟ ଡିବେଟ ଚାଲିଛି କି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଭାରତ କାହାକୁ ସମର୍ଥନ କରିବା ଉଚିତ ବା ଠିକ୍ ହେଇଥାନ୍ତା। ତାର ଷ୍ଟ୍ରାଟେଜିକାଲ ଇମ୍ପୋର୍ଟାନ୍ସ ଦୃଷ୍ଟିରୁ ବା ଷ୍ଟ୍ରାଟେଜିକାଲ ବେନିଫିଟ୍ ଦୃଷ୍ଟିରୁ ଆଉ ଟ୍ରେଡ୍ ବେନିଫିଟ୍ ଦୃଷ୍ଟିରୁ କୌଣସି କାହାକୁ ସମର୍ଥନ କରିବା ଠିକ୍ ହେଇଥାନ୍ତା ବୋଲି ଡିବେଟ୍ ଚାଲିଛି।